ଜୟ ଜଗନ୍ନାଥ ନମସ୍କାର। ଆସନ୍ତୁ ନଜର ପକାଇବା ଆଜିର ଟପ୍ ନ୍ୟୁଜ୍ ଅପଡେଟ୍ କ'ଣ ସବୁ ରହିଛି। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ସୁଚିନ୍ତିତ ମତାମତ ଦିଅନ୍ତୁ। ଯେଉଁମାନେ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ ଏବଂ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ନୂତନ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତେବେ ଆସନ୍ତୁ ନଜର ପକାଇବା ଆଜିର ପ୍ରମୁଖ ଖବରଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ଓଡ଼ିଶାର ବିଜେପି ନେତୃତ୍ୱାଧୀନ ଡବଲ ଇଞ୍ଜିନ୍ ସରକାର 2 ବର୍ଷ ପୂର୍ତ୍ତି ଉତ୍ସବ ଆଗାମୀ ଜୁନ୍ 20 ତାରିଖ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପାଳିତ ହେବ। ଏହି ଅବସରରେ ରାଇରଙ୍ଗପୁର ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗାରିମାମୟ ଉପସ୍ଥିତିରେ ବିଶାଳ ଜନସଭା ହେବ। ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହେବ 4 ବର୍ଷର ପ୍ରକଳ୍ପ ଓ ଶିଳାନ୍ୟାସ ହେବ 2 ପ୍ରକଳ୍ପ। ଏହି ଐତିହାସିକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, 2 ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ର ମନ୍ତ୍ରୀଗଣ, ସାଂସଦ, ବିଧାୟକ, ଦଳୀୟ ପଦାଧିକାରୀ ଉପସ୍ଥିତ ରହିବେ। ଏହି ଅବସରରେ ସ୍ପୋର୍ଟସ କମ୍ପ୍ଲେକ୍ସ, ଆଦିବାସୀ ଗବେଷଣା ଏବଂ ଉନ୍ନୟନ କେନ୍ଦ୍ର, ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ, ରାଇରଙ୍ଗପୁର ପୁଲିସ ଜିଲ୍ଲା ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ ଆନ୍ତର୍ଜାତୀୟ ମାନର ବ୍ୟାଡମିଣ୍ଟନ କମ୍ପ୍ଲେକ୍ସ ଶିଳାନ୍ୟାସ ଦିଆଯିବ। ଏଥିପାଇଁ ପ୍ରଶାସନ, ପୁଲିସ, ବିଭିନ୍ନ ବିଭାଗୀୟ ସ୍ତରର ବ୍ୟାପକ ପ୍ରସ୍ତୁତି ଚାଲିଛି। ଡାଣ୍ଡବସ୍, ବିମାନ ବନ୍ଦରରେ ହେଲିପ୍ୟାଡ୍ ଏବଂ ଜନସଭାର ମଞ୍ଚ, ଲୋକଙ୍କ ବସିବା ପାଇଁ ହାଙ୍ଗର ନିର୍ମାଣ ତଥା ଆନୁଷଙ୍ଗିକ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ବିଜେପି ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ ବିଜେପି ନେତୃମଣ୍ଡଳୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ବିଧାୟକ ଜଲେନ ନାୟକ, ବରିଷ୍ଠ ନେତା ସଞ୍ଜୀବ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବୀନ ରାମ, ସାଂସଦ ସଂଯୋଜକ ମନୋଜ ଦାସ, ମୁନ୍ନା ପ୍ରତିହାରୀ ପ୍ରମୁଖ ରାଇରଙ୍ଗପୁର ସହର ଓ ପାହାଡ଼ପୁରରେ ପ୍ରସ୍ତୁତି ଚଳାଇଛନ୍ତି। ପରବର୍ତ୍ତୀ ଖବର, ବୈଶିଙ୍ଗା ଥାନା ଅଧୀନ 18 ନମ୍ବର ଜାତୀୟ ରାଜପଥର ଯୁଗଳ ଛକ ନିକଟରେ ପ୍ରାୟ 2 ମାସରୁ ଉର୍ଦ୍ଧ୍ୱ ଏକ ଥାର୍ ଗାଡ଼ି ଭଙ୍ଗାରୁଜା ମାମଲାରେ 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବୈଶିଙ୍ଗା ପୋଲିସ। ସୂଚନା ଅନୁଯାୟୀ ବଡ଼ସାହି ଥାନା ଅନ୍ତର୍ଗତ ବଡ଼ଗମ୍ଭାରିଆ ଗ୍ରାମର ଚନ୍ଦନ କୁମାର ଗିରି, ବୈଶିଙ୍ଗା ଅଞ୍ଚଳ ବିଶ୍ୱଜିତ ଦାସ, କାହ୍ନୁଚରଣ ବାରିକ ଗତ ମାର୍ଚ୍ଚ 20 ତାରିଖରେ ରାତି 12ଟା ସମୟରେ ଏକ ଥାର୍ ଗାଡ଼ି ଯୋଗେ ଯାଉଥିବା ବେଳେ ବୈଶିଙ୍ଗା ବଜାର ପାଖରୁ ସେମାନଙ୍କୁ ପିଛା କରୁଥିବା 3ଟି କାର୍ ତାଙ୍କ ଗାଡ଼ିକୁ ଅତିକ୍ରମ କରି ସାମ୍ନାକୁ ଆସି ଯୁଗଳ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ସେମାନେ ଅଟକି ଯିବା ପରେ 3ଟି ଗାଡ଼ିରୁ ପ୍ରାୟ 20ରୁ ଉର୍ଦ୍ଧ୍ୱ ଯୁବକ ସେମାନଙ୍କୁ ଘେରି ଯାଇ ଘୋଷାଡ଼ି ଆଣି ନିର୍ଦ୍ଧୁମ ମାଡ଼ ମାରିଥିଲେ। ଲୁହା ରଡ଼ରେ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ଚନ୍ଦନ ପିନ୍ଧିଥିବା ସୁନା ଚେନ୍, ବ୍ରେସଲେଟ୍ ମଧ୍ୟ ନେଇଯାଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନା ଅଧିକାରୀ ବାରିଣୀ ଦାସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସେବେଠାରୁ ଅଭିଯୁକ୍ତମାନେ ଫେରାର ଥିଲେ। ଗୁରୁବାର ରାତିରେ 2 ଅଭିଯୁକ୍ତ ରଘୁନାଥପୁର ଗ୍ରାମର 31 ବର୍ଷୀୟ ମୋହିତ ସେନାପତି ଏବଂ ଅଁଳା ଗ୍ରାମର 36 ବର୍ଷୀୟ ସୁବ୍ରତ ଦୋଳୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର, ଉଦଳା ବୈଶିଙ୍ଗା ପୂର୍ତ୍ତ ବିଭାଗ ରାସ୍ତାର ଚିଲିମା ଗଡ଼ିଆମାଳ ହନୁମାନ ମନ୍ଦିର ନିକଟରେ ଏକ ବାଇକ୍ OD 11 AM 1842 ଚାଳକ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟରକୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଥିବା ଏକ ନିମ୍ବ ଗଛରେ ବାଡ଼େଇ ହୋଇଯାଇଥିବା ଫଳରେ ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ି ରହିଥିଲେ। ସେ ହେଉଛନ୍ତି ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତ ଦାମାସାହି ଗ୍ରାମର ଧର୍ମେନ୍ଦ୍ର ସିଂ, ବୟସ 22 ବର୍ଷ। ସେ କୌଣସି କାମରେ ସନ୍ଧ୍ୟା 7ଟାରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ପୁରୁଣା ବାରିପଦା ଅଗ୍ନିଶମ ବିଭାଗ ଧର୍ମେନ୍ଦ୍ରକୁ କୁଆମରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ବାରିପଦା ସ୍ଥାନାନ୍ତର କରାଯାଇଥିବାର ପ୍ରକାଶ। ପରବର୍ତ୍ତୀ ଖବର, ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ପାଇଁ ତ୍ରୁଟି ପାଇଁ ରୋଗୀଙ୍କର ଜୀବନ ପ୍ରତି ବିପଦ ଉପୁଜିବାର ଆଶଙ୍କା ସହିତ ଡାକ୍ତରଖାନାରେ କେତେକ ସମସ୍ୟାର ସମାଧାନ ପାଇଁ ରୋଗୀ ପରିବାର ଓ ବେତନଟୀ ବ୍ଲକ ମିଡ଼ିଆ ଆସୋସିଏସନର ମିଳିତ ଉଦ୍ୟମରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସିପୁନ କୁମାର ପଣ୍ଡା ଏବଂ TRM ମେଡ଼ିକାଲ କଲେଜର ଚିକିତ୍ସା ଅଧିକାରୀ ଧନୁଞ୍ଜୟ ମହାନ୍ତଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଗତ ମେ 20 ତାରିଖରେ ମେଡ଼ିକାଲ କଲେଜର ସହକାରୀ ଚିକିତ୍ସାଧିକାରୀ ଶଶିକାନ୍ତ ସେଠୀ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ତଦନ୍ତ କରିଥିଲେ। ଏହି ତଦନ୍ତ ହେବାର 20 ଦିନ ବିତିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଅସନ୍ତୋଷ ଦେଖାଦେଇଛି। ବାହାନଡ଼ା ଗ୍ରାମର ବିଦ୍ୟାଧର ବେହେରାଙ୍କ ନାବାଳିକା କନ୍ୟା ସ୍ନେହାଶ୍ରୀ ବେହେରାଙ୍କ ଗୋଡ଼ ଭାଙ୍ଗିଯିବାରୁ ଭୁଲ ଏକ୍ସରେରେ ରିପୋର୍ଟ ପ୍ରଦାନ ଏବଂ ତାଙ୍କୁ ବାରିପଦା ରେଫର କରିବା ଭଳି ଘଟଣା ଦୃଷ୍ଟିକୁ ଆସିଥିଲା। ଡାକ୍ତରଖାନାରେ ରୋଗୀ ଆସିବା ପୂର୍ବରୁ ଇଞ୍ଜେକ୍ସନରେ ଅନାବଶ୍ୟକ ଭାବେ ଲୋଡ୍ କରି ରଖିବା ଏବଂ ରୋଗୀ ଆସିବା ପରେ ପୂର୍ବରୁ ଔଷଧ ଭର୍ତ୍ତି ହୋଇଥିବା ଇଞ୍ଜେକ୍ସନ ପ୍ରଦାନ କରାଯିବାର
ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ହୋଇଥିଲେ ସୁଦ୍ଧା ସେହିଭଳି ବେତନଟି ଡାକ୍ତରଖାନା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ, ବେତନଟି ଡାକ୍ତରଖାନାରେ ନିୟମିତ ଶବ ବ୍ୟବଚ୍ଛେଦ କରାଯିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ଖବର, ବାରିପଦା ସହର 3 ନମ୍ବର ୱାର୍ଡର ହାଡ଼ିବନ୍ଧ ନିକଟରେ ପ୍ରାତଃଭ୍ରମଣ କରୁଥିବା ବେଳେ ମହିଳାଙ୍କ ବେକରୁ 2 ଜଣ ଅଜଣା ବାଇକ୍ ଲୁଟେରା ସୁନାହାର ଛିନତାଇ କରିଥିବା ନେଇ ଭଞ୍ଜପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଛିନତାଇରେ ହୋଇଥିବା ସୁନାହାରର ଓଜନ ପ୍ରାୟ 16 ଗ୍ରାମ ଏବଂ 2 ଲକ୍ଷ ଟଙ୍କା ହେବ ବୋଲି ପ୍ରକାଶ। ଲୁଟେରା ଶିକାର କରିଥିବା ମହିଳାଙ୍କ ଜଣକ ୱାଲିଗଞ୍ଜ ଶିବ ମନ୍ଦିର ନିକଟରେ। ଏହିଭଳି ଭାବେ ବାରିପଦା ସହରର ବିଭିନ୍ନ ସ୍ଥାନରେ ମହିଳାଙ୍କ ବେକରୁ ସୁନାହାର ଛିନତାଇ କରୁଥିବା ସମ୍ପର୍କରେ ବାରିପଦା ଟାଉନ ଏବଂ ଭଞ୍ଜପୁର ଉଭୟ ଥାନାର ରୁଜୁ ହୋଇଥିଲେ ମଧ୍ୟ କୌଣସି ଘଟଣାର ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସଫଳ ହୋଇପାରୁନଥିବା ନେଇ ସହରରେ ଆତଙ୍କ ସୃଷ୍ଟି ଖେଳିଛି। ପରବର୍ତ୍ତୀ ଖବର, ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟରେ ଶୁଭାରମ୍ଭ ଅବସରରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଯୋଜନା ଅଧୀନରେ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ବର୍ତ୍ତମାନ 10 କିଲୋଗ୍ରାମ ଲେଖାଏଁ ଚାଉଳ ପ୍ରଦାନ କରାଯିବ। ପୂର୍ବରୁ ହିତାଧିକାରୀମାନେ ମୁଣ୍ଡ ପିଛା 5 କିଲୋଗ୍ରାମ ଚାଉଳ ପାଉଥିବା ବେଳେ ଏହି ଯୋଜନା ଦ୍ୱାରା ଏହାକୁ ଦ୍ୱିଗୁଣିତ କରାଯାଇଛି, ଯାହା ଦରିଦ୍ର ଅସହାୟ ପରିବାରମାନଙ୍କ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ଏହି ଅବସରରେ ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ୱରସ୍ଥିତ ଇଡ୍କ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦୀପ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ମଢେଇ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହି ଯୋଜନା ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ। ସାରସକଣା ବିଧାୟକ ଭାଦବ ହାଁସଦା ଏବଂ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡକ୍ଟର ବୁଢାନ ମୁର୍ମୁ ଏବଂ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଜନାର ସୁଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପରବର୍ତ୍ତୀ ଖବର, ମୋରଡ଼ା ଥାନା ଅଧୀନ ଖୁଣ୍ଟାପାଳ ଏବଂ ଘୋଡ଼ାବନ୍ଧ ଅଞ୍ଚଳରେ ଚାଲିଥିବା ଚୋରା ଦେଶୀ ମଦ କାରଖାନା ଉପରେ ଶୁକ୍ରବାର ଅବକାରୀ ବିଭାଗ ଜଳେଶ୍ୱରସ୍ଥିତ ସାଟେଲାଇଟ୍ ୟୁନିଟ୍ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲପୋଚ, ରନ୍ଧା ମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଖୁଣ୍ଟାପାଳ ଏବଂ ଘୋଡ଼ାବନ୍ଧ ଅଞ୍ଚଳରେ ଜଙ୍ଗଲିଆ ସ୍ଥାନରେ ବେଆଇନ ଦେଶୀ ମଦ କାରଖାନା ଗଢ଼ି ଉଠିଥିବା ସମ୍ପର୍କରେ ଖବର ପାଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅବକାରୀ ସାଟେଲାଇଟ୍ ୟୁନିଟ୍ ଇନ୍ସପେକ୍ଟର ଲକ୍ଷ୍ୟ ସାଧକ ପ୍ରଧାନଙ୍କର ନେତୃତ୍ୱରେ ଶୁକ୍ରବାର ସଦଳ ବେଳେ ଆତର୍କିତ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ମଦ ମାଫିଆମାନେ ଖସି ପଳାଯାଇଥିବା ବେଳେ ମୋଟ 1250 କେଜି ମହୁଲପୋଚ ଏବଂ 250 ଲିଟର ରନ୍ଧା ମଦ ଏବଂ ବ୍ୟାପକ ସରଞ୍ଜାମ ଜବତପୂର୍ବକ ନଷ୍ଟ କରାଯାଇଥିବା ଜଣାଯାଇଛି। ପରବର୍ତ୍ତୀ ଖବର, ବହଳଦା ତହସିଲ ଅନ୍ତର୍ଗତ କଣ୍ଟାସଲା ଗ୍ରାମର କିଛି ଜମି ଏକ ବେସରକାରୀ କମ୍ପାନୀ ସ୍ୱାର୍ଥରେ ବେଆଇନ ଭାବେ ହସ୍ତାନ୍ତର କରାଯାଉଥିବା ନେଇ ଅଭିଯୋଗ ଏବଂ ପ୍ରତିବାଦର ସ୍ୱର ଉଠିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି। ଏନେଇ ମାସା ଆର୍ମି ସଂଗଠନ ବାମନଘାଟି ସଭାପତି ଦାସମାତ ସରେନଙ୍କ ତତ୍ତ୍ୱାବଧାନରେ ଭରତ ଚନ୍ଦ୍ର ମାରାଣ୍ଡି, ସଂଗ୍ରାମ ମୁର୍ମୁ, ଧାନ ବାସ୍କେ, ସିଂରାଜ ମୁର୍ମୁ, ସୁନାରାମ ମୁର୍ମୁ, ସାଉନା ଟୁଡୁ ଏବଂ ପରମେଶ୍ୱର ହେମ୍ବ୍ରମଙ୍କ ସମେତ ଗ୍ରାମବାସୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏନେଇ ଏକ ସ୍ମାରକପତ୍ର ଦେବା ସହ ଏଥିରେ ଉଲ୍ଲେଖ କରାଯାଇଛି ଯେ ଗ୍ରାମର ଗୋଚର ଏବଂ ପଥର ବଣି କିସମର ବିପୁଳ ପରିମାଣର ଜମିକୁ ଏକ ବେସରକାରୀ କମ୍ପାନୀ ହାତକୁ ଟେକି ଦେବାକୁ ଉଦ୍ୟମ ଚାଲିଛି। ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ଜମିକୁ ଗ୍ରାମବାସୀଙ୍କ ସ୍ୱାର୍ଥରେ ସୁରକ୍ଷିତ ରଖିବା ସହ ସମସ୍ତ ପ୍ରକ୍ରିୟାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଉଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।